ବାଘ ମାମୁଁ, ମୋତେ ତମର ମନ୍ତ୍ରୀ ରଖିଦିଅ, କାରଣ ଏଇ ଜଙ୍ଗଲର ସବୁ ଶିଆଳଠୁ ମୋର ବେଶୀ ବୁଦ୍ଧି। ନା ନା ବାଘ ମାମୁଁ, ମୋତେ ତମେ ମନ୍ତ୍ରୀ ରଖ, କାରଣ ଏଇ ଜଙ୍ଗଲର ସବୁ ଶିଆଳଠୁ ମୁଁ ବେଶୀ ଚାଲାକ। ଆରେ ଅଲ୍ଟୁ, ତୁ କ'ଣ କିଛି କହୁନୁ? ତୁ କ'ଣ ମନ୍ତ୍ରୀ ହେବାକୁ ଚାହୁଁନୁ କି? ନା ନା ବାଘ ମାମୁଁ, ମୁଁ ମନ୍ତ୍ରୀ ହେବାକୁ ଚାହୁଁନି, ମୋର ଖାଲି ଏଇ ଜଙ୍ଗଲରେ ରହିଲେ ହେଲା। ଆରେ ମୁଁ ତ ବଡ଼ ଝାମେଲାରେ ପଡ଼ିଲି, ଏବେ ମୁଁ କାହାକୁ ମନ୍ତ୍ରୀ କରିବି? ହଁ ଶୁଣ, ମୋ ପାଖରେ ଗୋଟେ ବୁଦ୍ଧି ଅଛି। ତମ 3 ଜଣଙ୍କ ଭିତରେ ପ୍ରତିଯୋଗିତା ହେବ, ଯିଏ ଜିତିବ ସିଏ ମୋର ମନ୍ତ୍ରୀ ହେବ। ବାଘ ମାମୁଁ, ମୁଁ ପ୍ରତିଯୋଗିତାରେ ଭାଗ ନେବିନି, ତମେ ଏ 2 ଜଣଙ୍କର ପ୍ରତିଯୋଗିତା କର। କି ରେ, ତୁ ହାରିଯିବା ପାଇଁ ଡରିକି ପ୍ରତିଯୋଗିତାରେ ଭାଗ ନେଉନୁ? ଡରୁଆ କୋଉଠିକାର। ନା ନା, ତମ 3 ଜଣ ଭିତରେ ହିଁ ପ୍ରତିଯୋଗିତା ହେବ। ତମେ ଏବେ ଯାଅ, କାଲି ସକାଳେ ଆସିବ। କାଲି ସକାଳେ ତମ ପ୍ରତିଯୋଗିତା ଷ୍ଟାର୍ଟ ହେବ। ବାଘ ମାମୁଁ, ତମ ମନ୍ତ୍ରୀ କିଏ ହେବ ଜାଣିଛ? ଆରେ ଯିଏ ପ୍ରତିଯୋଗିତାରେ ଜିତିବ ସିଏ ମୋର ମନ୍ତ୍ରୀ ହେବ। ମାଙ୍କଡ଼, ତୁ ଏବେ ଯା, ମୋ ପାଇଁ ଗୋଟେ ଗ୍ଲାସ୍ ଜୁସ୍ ନେଇକି ଆସିବୁ। ବୁଢ଼ା ହେଇକି ମରତେ ବସିଲାନି, ଜୁସ୍ ପିଇବ। ରହ, ତତେ ମୁଁ ଭଲ କି ଜୁସ୍ ଆଣି ଦଉଛି। ଏଇ, ତୁ କ'ଣ କହୁଛୁ? ନା ନା ବାଘ ମାମୁଁ, ମୁଁ ଯାଉଛି ତମ ପାଇଁ ଜୁସ୍ ଆଣିଦେବି। ହଉ ଯା ଜଲ୍ଦି। ହଁ ହଁ, ଯାଉଛି ଯାଉଛି। ବାଘ ମାମୁଁ, ଏଇ ନିଅ ଷ୍ଟ୍ରବେରୀ ଜୁସ୍, ପିଅ ଆଉ ମର। ଆରେ ତୁ କ'ଣ କହୁଛୁ? ନା ନା ବାଘ ମାମୁଁ, ଏଇ ନିଅ ଷ୍ଟ୍ରବେରୀ ଜୁସ୍, ପିଅ ଆଉ ବଳବାନ ହୁଅ। ଆରେ ତମେ ସମସ୍ତେ ଆସିଗଲ? ତମେ ସମସ୍ତେ ଏବେ ରେଡ଼ି ତ? ହଁ ବାଘ ମାମୁଁ, ଆମେ ସମସ୍ତେ ରେଡ଼ି ଅଛୁ। ତାହେଲେ ତମର ପ୍ରଥମ ପ୍ରତିଯୋଗିତା ଷ୍ଟାର୍ଟ ହେବ। ତମେ ସମସ୍ତେ ଅଲଗା ଅଲଗା ଯାଇକି ବଜାରରୁ ଜିନିଷ କିଣିକି ଆଣିବ, ଆଉ ମୁଁ ଦେଖିବି କିଏ ଭଲ ଜିନିଷ କିଣିକି ଆଣୁଛି। ଆରେ ମାଙ୍କଡ଼, ଏଇ 3 ଜଣକୁ 1000 ଟଙ୍କା ଦେ। ତମେ ଏବେ ସମସ୍ତେ ଯାଅ, ବଜାରରୁ ଜିନିଷ କିଣିକି ଆଣ। ଆରେ ବାହ, ମୁଁ ତ ଆଜି ବଜାରରୁ ବହୁତ ଜିନିଷ କିଣିକି ଆଣିଛି। ମୋତେ ଲାଗୁଛି ମୁଁ ହିଁ ମନ୍ତ୍ରୀ ହେବି। ଆରେ ବାହ, ମୁଁ ଯୋଉ ମାଛ ମାଂସ କିଣିଛି ନା, ବାଘ ମାମୁଁ ଦେଖିକି ବହୁତ ଖୁସି ହେବେ ଆଉ ମୋତେ ମନ୍ତ୍ରୀ କରିଦେବେ। ଆରେ ତମେ ସମସ୍ତେ ବଜାରରୁ କ'ଣ କ'ଣ କିଣିକି ଆଣିଛ ମୋତେ ଦେଖାଅ। ବାଘ ମାମୁଁ, ମୁଁ ପନିପରିବା ଆଉ 5 କିଲୋ ମାଛ ନେଇକି ଆସିଛି। କିରେ ଲାଲଟୁ, ତୁ କ'ଣ କିଣିକି ଆଣିଛୁ? ବାଘ ମାମୁଁ, ମୁଁ ମଟନ ଚିକେନ ଆଉ ରୋଷେଇ କରିବା ପାଇଁ ତେଲ ମସଲା ନେଇକି ଆସିଛି। ଆରେ ଅଲ୍ଟୁ, ତୁ କ'ଣ ଆଣିଛୁ? କାହିଁ ତ ମୁଁ କିଛି ଦେଖିପାରୁନି। ବାଘ ମାମୁଁ, ମୁଁ ବଜାରକୁ ଯାଇନି। କିନ୍ତୁ କ'ଣ ପାଇଁ ତୁ ବଜାରକୁ ଯାଇନୁ? ବାଘ ମାମୁଁ, ମୁଁ ବଜାରକୁ ଏଥିପାଇଁ ଗଲିନି, ମୁଁ ବେକାରିଆ ପଇସା ଖର୍ଚ୍ଚ କରେନି। ବାଘ ମାମୁଁ, ଏଇ ନିଅ ତମ 1000 ଟଙ୍କା। ବାଘ ମାମୁଁ, ତାହେଲେ ଏଇ ପ୍ରତିଯୋଗିତା କିଏ ଜିତିଲା କୁହ? ଆରେ ଏବେ ନାହିଁ, ଆଉ 2ଟା ପ୍ରତିଯୋଗିତା ବାକି ଅଛି। ସେଇ 2ଟା ପ୍ରତିଯୋଗିତାରେ ଯିଏ ଜିତିବ ସିଏ ମୋର ମନ୍ତ୍ରୀ ହେବ। ବାଘ ମାମୁଁ, ଏବେ ତାହେଲେ କୋଉ ପ୍ରତିଯୋଗିତା ହବ?
ଆରେ ତମେ ସମସ୍ତେ ଏବେ ଯାଅ, ମୋ ପାଇଁ ବିରିୟାନୀ ବନେଇକି ଆଣିବ। ଆଉ ମୁଁ ଦେଖିବି କିଏ ସମସ୍ତଙ୍କଠୁ ଭଲ ବିରିୟାନୀ ବନଉଛି। ବାଘ ମାମୁଁ, ଏଇ ନିଅ ମୋର ସ୍ପେଶିଆଲ ବିରିୟାନୀ। ଥରେ ଖାଇଲେ ବାରମ୍ବାର ଖାଇବ। ହଁ ହଁ, ତୋ ବିରିୟାନୀ ଭଲ ହେଇଛି। ବାଘ ମାମୁଁ, ଏଇ ନିଅ ଦୁନିଆର ସବୁଠୁ ସ୍ପେଶିଆଲ ବିରିୟାନୀ। ଥରେ ଚାଖିଲେ ବାରମ୍ବାର ଚାଖିବ। ହଁ ହଁ, ଭଲ ଲାଗୁଛି ଭଲ ଲାଗୁଛି। ଆରେ ଅଲ୍ଟୁ, ତୁ କ'ଣ ଅଳ୍ପ ଟିକେ ବିରିୟାନୀ ବନେଇକି ଆଣିଛୁ? ସେ ଦି ଜଣ ଦେଖ, ହାଣ୍ଡି ଭର୍ତ୍ତି କରିକି ବିରିୟାନୀ ବନେଇକି ଆଣିଛନ୍ତି। ବାଘ ମାମୁଁ, ମୁଁ ଅଯଥା ଖାଦ୍ୟକୁ ନଷ୍ଟ କରେନି। ସେଥିପାଇଁ ଯେତିକି ଖାଇବ ସେତିକି ହିଁ ବିରିୟାନୀ ବନେଇକି ଆଣିଛି। ହଉ ଠିକ୍ ଅଛି, ଦେ ତୋ ବିରିୟାନୀ କେମିତି ଲାଗୁଛି ମୁଁ ଦେଖେ। ହଁ ହଁ, ତୋର ବିରିୟାନୀଟା ବି ଭଲ ହେଇଛି। ବାଘ ମାମୁଁ, ତାହେଲେ ଶେଷ ପ୍ରତିଯୋଗିତାଟା କ'ଣ? ଏବେ ତମ ତିନି ଜଣଙ୍କ ମଧ୍ୟରେ ବାଇକ୍ ରେସିଂ ହବ। ତମେ ଏବେ ଯାଅ, ନିଜର ନିଜର ବାଇକ୍ ନେଇକି ଆସ। ଆରେ ତମେ ସମସ୍ତେ ରେଡି ତ? ହଁ ବାଘ ମାମୁଁ, ଆମେ ସମସ୍ତେ ରେଡି। ତାହେଲେ ତମେ ଏବେ ଯାଅ। ବଞ୍ଚାଅ, ମୋତେ କିଏ ବଞ୍ଚାଅ। କିଏ ଆଖପାଖରେ ଅଛ? ମୋତେ କିଏ ବଞ୍ଚାଅ। ବଞ୍ଚାଅ, ମୋତେ କିଏ ବଞ୍ଚାଅ, ନହେଲେ ମୁଁ ମରିଯିବି। ଆଖପାଖରେ କିଏ ଅଛ? ମୋତେ ବଞ୍ଚାଅ। ଆରେ କିଏ ବିପଦରେ ପଡ଼ିଛି ବୋଧେ। ମୋର এই ପ୍ରତିଯୋଗିତାରେ ଜିତିବାର ନାହିଁ। ମୁଁ ଯାଇକି ଦେଖେ। ଆରେ କୁମିର ଭାଇ, ତମର କ'ଣ ହେଇଛି? ଶିଆଳ ଭାଇ, ମୋ ପାଦରେ ଗୋଟେ କଣ୍ଟା ପଶିଯାଇଛି। ଶିଆଳ ଭାଇ, ମୋତେ ବଞ୍ଚାଅ, ନହେଲେ ମୁଁ ମରିଯିବି। ଠିକ୍ ଅଛି କୁମିର ଭାଇ, ଏବେ ହିଁ ମୁଁ କଣ୍ଟାଟାକୁ କାଢ଼ି ଦେଉଛି। ଶିଆଳ ଭାଇ, ତମକୁ ବହୁତ ବହୁତ ଧନ୍ୟବାଦ। ତମ ପାଇଁ ମୋର ଆଜି ଜୀବନ ବଞ୍ଚିଗଲା, ନହେଲେ ମୁଁ ମରିଯାଇଥାନ୍ତି। ଆରେ କୁମିର ଭାଇ, ଧନ୍ୟବାଦ ମୋତେ କୁହନି, ଭଗବାନଙ୍କୁ କୁହ। କୁମିର ଭାଇ, ଏବେ ମୁଁ ଯାଉଛି। ତମେ ତମର ଧ୍ୟାନ ରଖିବ। ଆରେ ତମେ ଦି ଜଣ ତ ଆସିଗଲ, କିନ୍ତୁ ଅଲ୍ଟୁ କୁଆଡ଼େ ଗଲା? ବାଘ ମାମୁଁ, ମୋତେ ଲାଗୁଛି ସେ ହାରିବା ଡରରେ କୋଉଠି ଯାଇକି ଲୁଚିଗଲା। ବାଘ ମାମୁଁ, ମୁଁ ଜାଣିଛି ଶିଆଳ କୋଉଠି ଅଛି। ତାହେଲେ କହ, କୋଉଠି ଅଛି ସିଏ? ବାଘ ମାମୁଁ ଶୁଣ। ଆଚ୍ଛା, ଏଇ କଥା। ସିଏ ଆଗ ଆସୁ, ତାପରେ ମୁଁ କହିବି ମୋର ମନ୍ତ୍ରୀ କିଏ ହବ। ବାଘ ମାମୁଁ, ଏଇ ତ ଅଲ୍ଟୁ ଶିଆଳ ଆସିଲାଣି। କ'ଣ ରେ ଅଲ୍ଟୁ, ତୁ ଏତେ ସମୟ ପରେ ଆସିଲୁ? ବାଘ ମାମୁଁ, ଏବେ କୁହ, ତମର ମନ୍ତ୍ରୀ କିଏ ହବ? କହୁଛି, ତମେ ସମସ୍ତେ ଆଗ ତମ ଆଖିକୁ ବନ୍ଦ କର। ଆଉ ମୁଁ ଏଇ ମୁକୁଟଟା ଯାହା ମୁଣ୍ଡରେ ରଖିବି, ସିଏ ମୋର ମନ୍ତ୍ରୀ ହବ। ବାଘ ମାମୁଁ, ଏ କ'ଣ କଲ ତମେ?
ଅଲ୍ଟୁ ତ କିଛିରେ ବି ଜିତିନି, ତାକୁ କ'ଣ ପାଇଁ ମୁକୁଟ ପିନ୍ଧେଇଲ? ଅଲ୍ଟୁ ପ୍ରତିଯୋଗିତାରେ ଜିତି ନପାରେ, କିନ୍ତୁ ତାର ମନଟା ବହୁତ ଭଲ। ସିଏ ସମସ୍ତଙ୍କୁ ସାହାଯ୍ୟ କରେ, ସେଥିପାଇଁ ମୁଁ ତାକୁ ମନ୍ତ୍ରୀ କଲି। ତମେ ଏବେ ସମସ୍ତେ ଏଠୁ ପଳାଅ।